ଆଜ୍ଞା ଏଠି ନା ଜଙ୍ଗଲ ସୁରକ୍ଷିତ ହେଲେ ଆମେ ସୁରକ୍ଷିତ, ନା ଜଙ୍ଗଲ ସୁରକ୍ଷିତ, ନା ଜୀବଜନ୍ତୁ ସୁରକ୍ଷିତ, ନା ଆମେ ସୁରକ୍ଷିତ। ପ୍ରଥମ ହେଉଛି ଏଠି ଜଙ୍ଗଲ ସୁରକ୍ଷିତ ନୁହଁ। ଏଠି ଜଙ୍ଗଲରେ ଜଙ୍ଗଲ ମାଫିଆଙ୍କ ରାଜ ଚାଲିଛି, ଯାହାକି ଆମେ ଜାଣିଛୁ। ଛୋଟ ପିଲାବେଳେ ଆମେ ଖାଇ ବସିଥିବୁ, ବନ୍ୟଜନ୍ତୁ ମାନେ ଘର ପଟୁ ଭିତର ପଟୁ ପଶିକି ଅନ୍ୟ ପଟୁ ବାହାରୁଥିବାର ଯାହା ଆମେ ଜେଜେବାପାଙ୍କ ଟାଇମ୍ କି ଆମ ବାପାଙ୍କ ଟାଇମ୍ରେ ଆମେ ଜାଣିଛୁ। ମୋ ଛୋଟ ପିଲା ଟାଇମ୍ରେ ଆମେ ଜାଣିଛୁ, ଗାଁ ଦାଣ୍ଡରେ ଆମେ ବସିଥିବୁ, ବାଘ ରଡ଼ିବ, ଆମେ ସେ ଶବ୍ଦ ଶୁଣିଛୁ, ବର୍ତ୍ତମାନ ବି ଶୁଣିଛୁ। ଅଳ୍ପ ଦିନ ତଳେ ବର୍ତ୍ତମାନ ବି ଶୁଣିଛୁ, ବାଘ ବି ଜଙ୍ଗଲରେ ଦେଖିଛୁ। କିନ୍ତୁ ଆଜି ସେ ବାଘ ଆଉ ଦେଖିବାକୁ ମିଳୁନି। ନା ବାଘ ଦେଖିପାରୁଛୁ, ନା ହରିଣ ଛୁଆ ଦେଖିପାରୁଛୁ, ନା ଯାହା ବନ୍ୟଜନ୍ତୁ ଯାହା ଆମେ ଆଉ ଟୋଟାଲି ଦେଖିପାରୁନୁ। ଆପଣ ଦିନ ରାତି 12ଟାରେ ଜଙ୍ଗଲ ଭିତରେ ପଶିଗଲେ ଗୋଟେ ବନ୍ୟଜନ୍ତୁ ଆପଣ ପାଇପାରିବେନି। ଆଗେ ଦିନ ଦ୍ୱିପହରରେ ଜଙ୍ଗଲ ଭିତରେ ପଶିବା ବି ଭୟ କରୁଥିଲେ। ବର୍ତ୍ତମାନ ନା ଆଉ ସେ ଭୟ ନାହିଁ। ଆପଣ ଦିନରେ ଯେମିତି ଯାଇପାରିବେ, ରାତିରେ ମଧ୍ୟ ସେମିତି ଯାଇପାରିବେ, ଯେହେତୁ ଏଠି ଜଙ୍ଗଲ ଟୋଟାଲି ସୁରକ୍ଷିତ ନାହିଁ। ଦେଖନ୍ତୁ, ଏବେ ତଳେ ଦିନେ ବାଘ ଚମଡ଼ା ତିନିଟି ଜବତ ହେଲା। ସେ ବାଘ କୋଉଠର? ଏଇ ବଣରେ ହିଁ ବାଘ। ଏବେ 2 ଦିନ ତଳେ ଆମର ପାଞ୍ଚାମ୍ବ ଗାଁ ଭିତରେ ଜଣଙ୍କ ଘର ଭିତରେ ବଜ୍ରକାପ୍ତା ଘର ଭିତରେ ପଶିକି ବାହାରି ପଡ଼ିଲା ବା ପଶିଗଲା, ଯାହା ଫଳରେ ଲୋକ ଛାନିଆ ହେଇଗଲେ। ସେ ବଜ୍ରକାପ୍ତା କେବେ ଦେଖିନାହାନ୍ତି। ବନ୍ୟ ବିଭାଗକୁ ସେମାନେ ଖବର ଦେଲେ, ବନ୍ୟ ବିଭାଗ ସେମାନେ ଆସିକି ସେମାନଙ୍କୁ ଜବତ କଲା। ଦେଖନ୍ତୁ, ଆଉ ଗୋଟେ କଥା, ଏ ଯୋଉ ବାଘ ଯୋଉ ଜବତ ହେଲା, ଏଇଟା ତ କାହିଁ ବନ୍ୟ ବିଭାଗ କିଛି ଆରେଷ୍ଟ କରିନାହାନ୍ତି, ଧରିନାହାନ୍ତି। ଏଇଟା ପୋଲିସ ବିଭାଗ ଥିଲା। ଏଟା ବାହାପଣିଆ ଯାହାର ଆମେ ଯାହା ଭାବୁଛେ ଏଠି ନାଁ ନେବା କଥା ପୋଲିସ, କିନ୍ତୁ କାମ ହଉଛି ବନ୍ୟ ବିଭାଗର। କିନ୍ତୁ ବନ୍ୟ ବିଭାଗ ଧରି ପାରିଲାନି, ପୋଲିସ ଧରିଲା। ପୋଲିସର କାମ ବନ୍ୟ ବିଭାଗର କାମ ପୋଲିସ କରୁଛି। ଏ ତ ଏଠି ସୁରକ୍ଷିତ ଆଗ ଜଙ୍ଗଲ ସୁରକ୍ଷିତ କେମିତି ହେଲା? ଯଦି ଟୋଟାଲି ଜଙ୍ଗଲ ସୁରକ୍ଷିତ ନୁହଁ। ଏଠି ଜଙ୍ଗଲ ମାଫିଆ ମାନଙ୍କର ରାଜ ଚାଲିଛି। ଆନ୍ଧ୍ରରୁ ଆସୁଛନ୍ତି, ଓଡ଼ିଶାରେ ଜଙ୍ଗଲ କାଟୁଛନ୍ତି। ଏଇ ଜଙ୍ଗଲର କାଠ ଯାଉଛି ଆନ୍ଧ୍ରକୁ, ଆନ୍ଧ୍ରରେ ଫର୍ଣ୍ଣିଚର ତିଆରି ହବ, ଓଡ଼ିଶାରେ ବିକ୍ରି ହବ। ଏଠି ସବୁ ଆନ୍ଧ୍ର ଲୋକ ମୂର୍ଖ, ଓଡ଼ିଶା ସରକାର ମୂର୍ଖ, ଆମେ ସବୁ ମୂର୍ଖ। ଆମେ ସୁରକ୍ଷିତ ନୁହଁ, ଜଙ୍ଗଲ ସୁରକ୍ଷିତ ନୁହଁ। ବାଘ ବଂଶ ଅଲରେଡି ତ ଲୋପ ପାଇଗଲାଣି। ବାଘ ଆଉ ଦେଖିବାକୁ ମିଳୁନି। ଦେଖନ୍ତୁ, ଗୋଟେ ଦିଟା ଯୋଉ ଥିଲା, 2-4ଟା ଯୋଉ ବାଘ ଥିଲା, ସେ ମଧ୍ୟ ମାରିଦେଲାଣି। ଚମଡ଼ା ବାହାରକୁ ଗଲା। ଏ ଚମଡ଼ା, ବାଘ ଚମଡ଼ା ନେଉଛନ୍ତି, ବାହାରେ ବିକ୍ରି କରୁଛନ୍ତି। ଆଉ ଫରେଷ୍ଟ ବନ ବିଭାଗ ପୁରା ସୁପ୍ତ। ଏଠି ବନ ବିଭାଗ ମାନେ ରହିବା କଥା ନୁହଁ, ଯେହେତୁ ଏଠି ତ କିଏ ସୁରକ୍ଷିତ ନାହିଁ, ଆଉ ବନ ବିଭାଗ ରହିକି ଲାଭ କଣ? ଆମ ଏଇ ଉପରେ ନେଇକି ବନ ବିଭାଗ ଉପରେ ନେଇକି ଆମର ତୁମ୍ବା ରିଜର୍ଭ ଜଙ୍ଗଲ ଉପରେ ନେଇକି ବାରମ୍ବାର ଅଭିଯୋଗ କରୁଛି। ଡିଏଫଓ କହିଛି, ରେଞ୍ଜର କହିଛି, ଫରେଷ୍ଟର କହିଛି, କିଛି ଫଳ ନାହିଁ। ଉପରସ୍ଥ ଅଧିକାରୀ ଏଠି ଯଦି ତଦନ୍ତ କରିବେ, ଗୋଟେ ସ୍ୱତନ୍ତ୍ର ଟିମ୍ ହବ, ସ୍ୱତନ୍ତ୍ର ଅଧିକାରୀ ଗୋଟେ ଟିମ୍ ଗଠନ ହେଇକି ଏ ବନ ଜଙ୍ଗଲକୁ ଯଦି ବୁଲିକି ଗାଁ ପ୍ରତି ଜଙ୍ଗଲ ବୁଲିକି ଦେଖିବେ ଯେ ଜଙ୍ଗଲ କେତେ ସୁରକ୍ଷିତ ଅଛି, ସେମାନେ ହିଁ କହିପାରିବେ, ଆମେ କିଛି କହିପାରିବୁ। ମୁଁ ତଳେ ଦିନେ କହିବାରୁ ମତେ ବିଭିନ୍ନ ପ୍ରକାର ଚାପ ପକେଇଲେ। ତଥାପି ମୁଁ ମାନେ ସାଇଲେନ୍ସ ହେଇ ରହିବାର ନାହିଁ। ମୁଁ କହିବି ଆଜ୍ଞା, ଯେହେତୁ ଆମେ ସୁରକ୍ଷିତ ନାହିଁ। ଆଜିକା ଡେଟ୍ରେ ଆମ ଗାଁରେ ଏସି ଲଗେଇଲେ ବି କାମ କରୁନି। ତ ଆପଣ ତ ଆସିତେ ନିଜେ କହୁଛନ୍ତି ଯେ ଆଗର ତୁମ୍ବା ଆଉ ନାହିଁ। ବର୍ତ୍ତମାନ ବୋଲେ ଆଉ 4 ବର୍ଷ ପରେ ଏ ତୁମ୍ବା ରହିବ ନାହିଁ। କାହିଁକି? ଯୋଉ ପ୍ରକାର ଜଙ୍ଗଲ ମାରିଛନ୍ତି, ଏକର ଏକର ଜମି, ଏଇ ଗରମ, ଏଇ ଯୋଉ ଥଣ୍ଡା, ଏଇ ଗରମ ଏଇ ରହିବନି। ଆମେ ନିଜେ ରହିପାରିବୁନି। ଆଜ୍ଞା, ଆମେ ପିଲାବେଳଠୁ ଜାଣିଛୁ ଯେ ଆମ ଏରିଆ ହେଉଛି ବନ୍ୟଜନ୍ତୁଙ୍କ ଏରିଆ। ଏଠି ବାଘ, ଭାଲୁ, ହରିଣ ସମସ୍ତେ ବାସ କରନ୍ତି। କିନ୍ତୁ କିଛି ଅସାଧୁ ଯେ କି ଜଙ୍ଗଲ ହାନିକାରକ ମାନେ ଆଉ ବୁଲି ବୁଲି ଶିକାର କରୁଛନ୍ତି। ଏଥିପ୍ରତି କାହାର ବି ଦୃଷ୍ଟି ରହୁନି। ଦୃଷ୍ଟି ଥାଉଛି, କିନ୍ତୁ ମଝିରେ ତାଙ୍କ ଭିତରେ କ'ଣ ଗୋଟେ ରହୁଛି, ବୁଝିଲେ। ସେଥିପାଇଁ ଆମର ବନ୍ୟଜନ୍ତୁ ପ୍ରତି ବିପଦ ହେଉଛି। ଆଉ ଏବେ କିଛି ଦିନ ତଳେ ଆମେ ଚିକିଟି ଅଞ୍ଚଳରେ ବାଘ ଦେଖିଲେ ବୋଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। ତାପରେ ଆମର ସୁନାଖଳା ଏରିଆରେ ବାଘ ଦେଖିଲେ ବୋଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ବାଘର ଭିଡ଼ିଓ ବି ଆସିଲା। କିନ୍ତୁ ଗୋଟେ 15 ଦିନ ତଳେ ଦେଖନ୍ତୁ ଗୋଟେ ବାଘ ଛାଲ ମିଳିଲା, ଯେ ଗୋଟେ ଆଶ୍ଚର୍ଯ୍ୟ କଥା। ତାପରେ କାଲିର ଘଟଣା ପୁଣି ଆଶ୍ଚର୍ଯ୍ୟ କରିଦେଇଛି, ଯେ ଦୁଇଟା ବାଘ ଛାଲ। ମାନେ ଭାବି ଦିଅନ୍ତୁ ଯେ ଆମର ଜଙ୍ଗଲ କେମିତି ସୁରକ୍ଷାରେ ଅଛି ଓ ଆମର ବନ୍ୟଜନ୍ତୁ କେମିତି ସୁରକ୍ଷାରେ ଅଛି। ଏମିତି ଯଦି ହୁଏ, ତାହେଲେ ଆଗାମୀ ଦିନରେ ଯାଇକି ଆମର
ବାଘ ଆମର ବନ୍ୟଜନ୍ତୁ ଲୋପ ହୋଇଯିବ ତା ଆମେ ଖାଲି ଇତିହାସରେ ଦେଖି ରହିବା ସିନା ଆଉ ବାସ୍ତବରେ ତା ଆମେ ଦେଖିପାରିବାନି। ତାର ବନ ବିଭାଗକୁ ବିଶେଷ କରି ଅନୁରୋଧ ଯେ ଯୋଉ କଳାବଜାରୀ ଶିକାରୀ ମାନଙ୍କୁ କେମିତି କଠିନ ଭାବରେ ଧରାଯାଉ ଏବଂ ବନ୍ୟଜନ୍ତୁ ତାଙ୍କୁ କେମିତି ସୁରକ୍ଷା ଦେବା ଓ ଆମର ଜଙ୍ଗଲକୁ କେମିତି ସୁରକ୍ଷା ଦେବା ତା ବିଷୟରେ ବିଶେଷ ଅନୁରୋଧ କରାଯାଉଛି। ସାର୍ ଶୁଣନ୍ତୁ, ଗୋଟେ ଆଶ୍ଚର୍ଯ୍ୟ କଥା ହଉଛି ଯେ କି ବାଘ ଶିକାର ତିନିଟା ଶିକାର ହେଲା କିନ୍ତୁ ବନ୍ୟ ବିଭାଗ ଟିକେ ବି ସୁରକ୍ଷା ପାଇନି। ଆମର ଜରଡ଼ା ଥାନା ଅଧିକାରୀ ମ୍ୟାଡ଼ାମ ମୀନାକ୍ଷୀ ମ୍ୟାଡ଼ାମଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯାହାକି ତାଙ୍କେ ଯେକୌଣସି ବି ତଥ୍ୟରୁ ବାହାର କଲେ ତାଙ୍କୁ ଆମେ ନମସ୍କାର ଜଣାଉଛୁ। ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ରେଞ୍ଜର ବୁରାତାଲ ଜଙ୍ଗଲରୁ 20 ଦିନ ଭିତରେ 3ଟି ବାଘର ଚମଡ଼ା ଜବତ ହୋଇଛି। କଲରା ପତରିଆ ବାଘର ଚମଡ଼ା ଜବତ କରିଛି ଜରଡ଼ା ପୋଲିସ। ତେବେ ଏହି ବାଘ ଗୁଡ଼ିକ ଏହି ସାମନ୍ତିଆପଲ୍ଲୀ ରେଞ୍ଜ ଅଞ୍ଚଳର ନା କେଉଁଠାରୁ ଶିକାରୀ ମାରି ଆଣି ଏଠାରେ ଚମଡ଼ାର ଡିଲ୍ କରୁଥିଲେ। ଗାଡ଼ି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। और हां एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एस्थेटिक वर्ल्ड पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।